ତା ଜରିଆରେ କରାହଉଛି ତାଙ୍କୁ ଯୋଉ ଭଳିଆ ଅବହେଳା କରାହଉଛି ସେମାନେ ଆସି ରାସ୍ତାରେ ବସିଛନ୍ତି ଆମେ 100% ସମର୍ଥନ କରୁଛୁ। ଗୋଟେ ଅପାରଗ ସରକାର ଚାଲିଛି କୌଣସି କ୍ଷେତ୍ରରେ ସଫଳତା ପାଇପାରିଲାନି। ଆଇନ ଶୃଙ୍ଖଳା ନାହିଁ ମଣ୍ଡିରେ ଧାନ ବିକ୍ରି ହେଇପାରୁନି ଦରଦାମ ହୁଏଇ ବଢୁଛି ବେକାର ସମସ୍ୟା ବଢୁଛି ଆଇନ ଶୃଙ୍ଖଳା ପୁରା ଲୋପ ପାଇଲାଣି। ତେଣୁ ସରପଞ୍ଚ ମହାସଂଘ ଯୋଉ ଦାବି ଧରି ବସିଛି ଏ ମୋହନ ମାଝୀ ତୁରନ୍ତ ଡାକି ସରପଞ୍ଚ ମହାସଂଘର କର୍ମକର୍ତ୍ତାଙ୍କୁ ଅଫିସରଙ୍କୁ ମନ୍ତ୍ରୀকে ତୁରନ୍ତ ସମାଧାନ କର ନହେଲେ ଆମେ ଜନସାଧାରଣ ସରପଞ୍ଚ ମହାସଂଘର ପଛପଟେ ରହି ଅଚଳ କରିଦେବୁ। ଆଜି ଭୁବନେଶ୍ୱର ଛାତି ଉପରେ ଧାରଣାରେ ବସିଛନ୍ତି ତାଙ୍କ ଦାବିକୁ ରାଜ୍ୟର ଯୋଉ ବିକାଶ ହଉଛି ଗାଁ ଗହଳିର ବିକାଶ ହଉଛି ଯୋଜନା ହଉଛି ସରପଞ୍ଚ ହିଁ ମୂଳଦୁଆ।